ସ୍ୱାମୀ ସାମ୍ନାରେ ଛଟପଟ ହେଇ ମରିଗଲା ଗର୍ଭବତୀ ସ୍ତ୍ରୀ ଆଉ ନବଜାତ ଶିଶୁ। ଜାଣିଶୁଣି ଏମିତି ଇଞ୍ଜେକ୍ସନ ଦେଲେ ଯନ୍ତ୍ରଣା କମିବା ବଦଳରେ ବଢ଼ିବାକୁ ଲାଗିଲା। ରେଫର କରିବାକୁ କହିବାରୁ ଟଙ୍କା ଲୋଭରେ ପାଖରେ ରଖିଲେ ଘରୋଇ ନର୍ସିଂ ହୋମ୍। ଟଙ୍କା ନେଲେ ହେଲେ ଡାକ୍ତର ଆସିବା ଡେରି କଲେ। ଆଉ ପେଟ ଭିତରେ ପିଲା ମରିଗଲା ପରେ ଡାକ୍ତର ଆସି ପହଞ୍ଚିଲେ ଆଉ ଅନ୍ୟତ୍ର ତଡ଼ି ଦେଇଥିଲେ। ସ୍ୱାମୀ ନିରୁପାୟ ହୋଇ ବରଗଡ଼ ଓ ପରେ ବୁର୍ଲା ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ସ୍ତ୍ରୀ ଜଣକ ଅଜଣା ରାଜ୍ୟର ଅତିଥି ସାଜିଥିଲେ। ଏପଟେ ଏହି କୁନି ଛୁଆଟି ନିଜ ମାଆକୁ ଘରେ ଅପେକ୍ଷା କରିଥିଲା। ହେଲେ ମା ଆଉ ଏ ଦୁନିଆରେ ନଥିଲା। ସେ ସିନା ମା ଆଉ ଫେରିବନି ବୋଲି ଜାଣିଥିଲା, ହେଲେ କେତେ ଦିନ ମା ବିନା ଜୀବନ କାଟିବ ସେ କଥା ଭାବି ଭାବି ବାପା ଚିନ୍ତା କରି ଚାଲିଥିଲା। ଯଦିଓ ଏଇଟା କେବଳ ଅଭିଯୋଗ, କିନ୍ତୁ ସତ କହିଲେ ଏଇଭଳି ଡାକ୍ତରମାନଙ୍କ ପାଇଁ କେତେ ସଂସାର ଉଜୁଡ଼ି ଯାଉଛି, କେତେ ଛୁଆ ମା ଛେଉଣ୍ଡ ହେଉଛନ୍ତି। ହଁ ଆଜ୍ଞା, ଏ ଘଟଣାରେ ବି ସେମିତି ଛୁଆଟା ମା ଛେଉଣ୍ଡ ହେଇଛି। ସ୍ୱାମୀ ସ୍ତ୍ରୀକୁ ହରେଇଛି, ଆଉ ଶାଶୁ ନିଜ ବୋହୂକୁ ହରେଇ ମୁଣ୍ଡ ପିଟି ପିଟି କାନ୍ଦୁଛି। ହେଲେ ସେହି ତଦନ୍ତ ଆଉ କିଛି ଦିନ ପରେ ସମସ୍ତେ ଚୁପ୍। ଘରୋଇ ନର୍ସିଂ ହୋମରେ ଚିକିତ୍ସା ଅବହେଳା, ମା ଓ ଛୁଆଙ୍କର ମୃତ୍ୟୁ। ବରଗଡ଼ରୁ ପୁଣି ଆସିଲା ଚିକିତ୍ସା ଅବହେଳାର ସାଂଘାତିକ ଅଭିଯୋଗ। ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ। ବରଗଡ଼ ଜିଲ୍ଲା ବିଜେପୁରରୁ ଆସିଲା ଏମିତି ଏକ ଅଭାବନୀୟ ଘଟଣା। ବିଜେପୁରର ଏକ ଘରୋଇ ନର୍ସିଂ ହୋମ୍ ଅମୃତଧାରା ନର୍ସିଂ ହୋମ୍ ନାଁରେ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ। ନ୍ୟାୟ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ବିଜେପୁର ଥାନା ଟୁହିଲାମାଲ ଗାଁର ନାରାୟଣ ମହାନନ୍ଦ ନିଜ ଗର୍ଭବତୀ ସ୍ତ୍ରୀ ନଳିନୀ ମହାନନ୍ଦଙ୍କ ପେଟ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଗତ ମଙ୍ଗଳବାର ଦିନ 9ଟାରେ ବିଜେପୁର ସ୍ଥିତ ଅମୃତଧାରା ନର୍ସିଂ ହୋମ୍କୁ ଆଣିଥିଲେ। ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସମାନେ ତାଙ୍କ ସ୍ତ୍ରୀଙ୍କୁ ସାଲାଇନ୍ ଆଉ ଇଞ୍ଜେକ୍ସନ ଦେଇଥିଲେ ମଧ୍ୟ ଯନ୍ତ୍ରଣା କମିବା ବଦଳରେ ବଢ଼ିବାକୁ ଲାଗିଥିଲା। ସ୍ତ୍ରୀର ଯନ୍ତ୍ରଣା ଦେଖି ଅନ୍ୟତ୍ର ରେଫର କରିବା ପାଇଁ ନାରାୟଣ କହିଥିଲେ, କିନ୍ତୁ ଡାକ୍ତରଙ୍କୁ ଅପେକ୍ଷା କରିବା ପାଇଁ ନର୍ସିଂ ହୋମ୍ ତରଫରୁ ତାଙ୍କୁ କୁହାଯାଇଥିଲା। ବିଳମ୍ବରେ ଡାକ୍ତର ପହଞ୍ଚିଥିଲେ, ଆଉ ସେତିକି ବେଳକୁ ଗର୍ଭବତୀ ମହିଳାଙ୍କ ପେଟରେ ଥିବା ଛୁଆର ମୃତ୍ୟୁ ହୋଇସାରିଥିଲା। ୱାସ୍ କରିବା ପାଇଁ ନର୍ସିଂ ହୋମ୍ ତରଫରୁ ଟଙ୍କା ବି ଦାବି କରାଯାଇଥିଲା। ଆଉ ନଳିନୀଙ୍କ ସ୍ୱାମୀ ଟଙ୍କା ଡିପୋଜିଟ୍ କରିବା ସତ୍ତ୍ୱେ ବି ଡାକ୍ତର ତାଙ୍କୁ ନର୍ସିଂ ହୋମ୍ରୁ ଅନ୍ୟ ଆଡ଼େ ତଡ଼ି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତ ନଳିନୀଙ୍କ ସ୍ୱାମୀ। ଶେଷରେ ବରଗଡ଼ ଓ ପରେ ବୁର୍ଲା ସରକାରୀ ହସ୍ପିଟାଲରେ ଉଭୟ ମା ଓ ଛୁଆଙ୍କ ମୃତ୍ୟୁ ଘଟିଛି। ଠିକ୍ ସମୟରେ ଚିକିତ୍ସା ଅବହେଳା ପାଇଁ ଗର୍ଭବତୀ ମହିଳା ଓ ପେଟରେ ଥିବା ଛୁଆର ମୃତ୍ୟୁ ପାଇଁ ନର୍ସିଂ ହୋମ୍ ଓ ଡାକ୍ତରଙ୍କୁ ଦାୟୀ କରିଛନ୍ତି ନଳିନୀଙ୍କ ସ୍ୱାମୀ। ଏପଟେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନର୍ସିଂ ହୋମ୍ ମାଲିକ। ତେବେ ସତ କ'ଣ, ତଦନ୍ତ ହେଲା ପରେ ନିଶ୍ଚିତ ଜଣାପଡ଼ିବ। ମୋ ସ୍ତ୍ରୀର ପେଟ ପିଉଥିଲା ସାର୍, ମୁଇଁ ଅମୃତଧାରାକେ ନେଇଥିଲି ଆଉ ପୂର୍ଣ୍ଣଶଙ୍କର ମେହେରକୁ ଦେଖାବାର୍ ଲାଗି। ସେନୁ ସାର୍ ମୁଇଁ 7 ବଜେ ପହଞ୍ଚିଛେଁ। ଆଉ ନର୍ସ ମାନେ ସୁଜା ମାନେ ଦେଲେ, ପୂର୍ଣ୍ଣ ସାର୍ ନେଇଥେଁ ଆଉ ପେଟ ବି ଚିଆଲା। 10 ବଜେ ଫେର ମୁଇଁ ପେସେଣ୍ଟ ସିରିୟସ୍ ହେଲାନ ବୋଲି କହିଲି, ଆଉ ମୁଇଁ ବରଗଡ଼ କି ବୁର୍ଲା ପଲୁଛେଁ ବୋଲି କହିଲି। ନାଇଁ ଆଜ୍ଞା ଆସୁଛନ୍ ବୋଲିକରି ଅବହେଲା କଲେ ମତେ, ଆଉ ମତେ 2 ବଜେ ତକ ରଖିଛନ୍ ସେନ। ଯେତେବେଲେ ପୂର୍ଣ୍ଣ ସାର୍ ଆଇଲେ 2 ବଜେ ଅଲ୍ଟ୍ରାସାଉଣ୍ଡ କଲେ, ଛୁଆ ପେଟେ ମରିଯାଇଛେ ବୋଲିକରି କହିଲେ, ଆରୁ ନର୍ମାଲ ଡେଲିଭରି ହେବା 12,000 ଟଙ୍କା ଦିଅ ବୋଲି କହିଲେ। ହେଲେ ମୁଇଁ ସାର୍ 10,000 ମାଗଲି, ଆଉ ତାରପରେ ନାଇଁ ପୁରା 12,000 ହେଲେ ଯାଇକରି ହେବା ବୋଇଲେ 12,000 ଦେଲି। ତାରପରେ ଅଧା ଘଣ୍ଟା ବସ ବୋଲିକରି କହିଲେ, ଆଉ ଫେର ପେସେଣ୍ଟ ସିରିୟସ୍ ହେଇଗଲାନ, ବୁର୍ଲା ଖେଦାପାଲି ପଲା ବୋଲିକରି ମତେ ଖେଦାପାଲି ରେଫର କଲେ। ସେ କାଗଜ ବି ମତେ ନେଇ ଦେଇ, ଆଉ ମୋର୍ ଛୁଆ ଗୁଟେ ବି ଅଛେ 8 ବର୍ଷର, ମୋର୍ ମା ଅଛନ୍, ମୋର୍ ବାପା ବି ନେନ, ମୋର୍ ଘର ବି ନେନ ସାର୍। ମତେ ନ୍ୟାୟ ମିଲୁ ଆଉ ପୂର୍ଣ୍ଣ ଶଙ୍କରକେ ଦଣ୍ଡ ମିଲୁ ସାର୍। ସେ ତାର ଅବହେଲା ଲାଗି ମୋର୍ ସ୍ତ୍ରୀ ମୋର୍ ଛୁଆ ବି ଗଲେ। मोर बह प्रेग्नेंट ଥିଲେ ମାନେ ପେଟ କେଉଛେ ବୋଇଲେ ଯେ ମୁଇଁ ସମାଜ ଦିନ 7 ବଜେ ଧରି ଗଲି ତାଙ୍କର ହସ୍ପିଟାଲ କେ ଗଲି। ମଙ୍ଗଳବାର ଦିନ ବୋଇଲେ ଅମୃତଧାରା ହସ୍ପିଟାଲ के ବିଜେପୁର ଆଜ୍ଞା। କାଣା କହିମି ଆଜ୍ଞା, ସେ ତାକନ के ନେଇଥିଲି, ସେମାନେ ମୋर ବହକେ ବଚେଇ ନି ପାରିଲେ, ଡିମାଣ୍ଡ କଲେ ପଇସା। ତାକୁ ଫେର ଡବଲ ଟ୍ରିପଲ କହି ଗଲୁ ଯେ ଆଜ୍ଞା 12,000 ହେଲେ ଯାଇକି କରବ କାଁ ବୋଇଲୁ। ଯଦରି ଟାଉନରେ ଡାକ୍ତର 12,000 ନେଇ ବି ଦେନୁ କି ଦେନୁ ବି ବୋଇଲେ ସେମାନେ ବଚେଇ ଥିତେ ମୋର ବହକେ, ଆରୁ ସେଠାନେ ରଖିଥିତେ, ଆର୍ 12,000 ଦେଲେ ଯାଇକି ତୋର ବହକେ ତ ବଚେଇ ଦେନୁ ବୋଲି ଡିମାଣ୍ଡ କରିଥିତେ। ବେଲେ ଆଜ୍ଞା ମୋର ପେସେଣ୍ଟକେ ରଖିଦେଇଥିତେ। ମୁଇଁ ଯେହେତୁ ହେଇଗଲେ କି ଜୁହାର କରିଥିତି କି ବିନତି କରିଥିତି କି ଯେଉଁନୁ ହେଲେ ଫୋନ କରି ତାଙ୍କର ଡିଭୋର୍ସ କରିଥିତି। ବୋଇଲେ ଆମକୁ ସେନୁ ଖେଜିଦେଲେ 500 ଟଙ୍କା ଦେଇଦିଅ ବୋଇଲେ, ଆରୁ ପଲ କହିଲେ। ଛୁଆ ଗୁଟେ ଅଛେ, ମୁଁ କାଁ କରମି ଆଜ୍ଞା, ରାଣୀ ମାଝି ତାର ବାପା ନେଇ କେହି ନି, ସକୁଲୁଛାଁ ଛୁଆ ମା ମା ବୋଲୁଛେ, କାଁ କରମି ଆଜ୍ଞା, ବୁଲତେ ଉଲଟେ ରଖୁଛନ୍। କାଁ ମତେ ନ୍ୟାୟ ମିଲୁ ଆଜ୍ଞା, ଆର୍ ମୋର୍ ଛୁଆର ଯେନ୍ତା ଜୀବନ ଭବିଷ୍ୟତ ସବୁ
କରି ପାରିବେ ଆଜ୍ଞା ମାନେ ସେତି ମୁଇଁ ଦରକାର ଜହାର କରି କରି କହୁଛେ सबको नमस्कार କରୁଛେ ହେଲେ ମତେ ନ୍ୟାୟ ମିଳୁ। ଯଶୋବନ୍ତ ମେହେର ଚେୟାରମ୍ୟାନ୍ ଅମୃତଧାରା ନର୍ସିଂ ହୋମ୍ ବିଜେପୁର। এখন গোটে পিলা আমার কেসটে হয়েছিল কিন্তু সে আমার পাখে আসলে রবিবার দিন মুই সে কেস বাবদরে অবগত অছে সে আসলে পাখাপাখি মঙ্গলবার দিন সকালে আসলে যেতে আসলে সে টাইমে আমার ডক্টর নাই থাই যে গানিক ডক্টর নাই থাই সে তাঁর ভাইর ওয়াইফর কাଣା ইস্যু লা সেনু সে যাইলে তো তাঁকু কহিলে আমার স্টাফ মানে যে তুম ডক্টর টিকে লেট্রে আসবে তো সে কহিলে না মু ডক্টর দেখিকি যিমি ডক্টর 2 বজে আসলে 2 বজে তাঁর অল্ট্রাসাউন্ড হয়েছিল অল্ট্রাসাউন্ড হলাপরে সে কহিলে যে না এটা গোটে মানে ছুয়াটা খারাপ হয়েছে বোধে সে বাহারকে আসিকি পচারে কেতে কেতে পয়সা লাগবা বলিকি সে 12,000 টাকা কি 10,000 টাকা লাগবা বলে কহিলে তারপরে সেটা কহলা পরে সে না আসে আমার পাখে কাহি গলা বি আমি না জানি সে আমার পাখে এডমিট না তাঁর সে অল্ট্রাসাউন্ড আমি করিছু তার পাখে তারপরে আমি কিছু না জানি তাঁর বাবদরে ফর আমি না করি কিছু সে যেতলে আমি অল্ট্রাসাউন্ড গোটে ইন দ্য কেস মানে অল্ট্রাসাউন্ড না করবার তো জনা না পড়ে গোটে ডক্টর জানবা কেন অল্ট্রাসাউন্ড না কলে অল্ট্রাসাউন্ড কলা পরে সে কহিলে যে না ওয়াশ করা পড়বা এটাকে আমি কেতে পয়সা নেছি তুমি বাহার কথা কথা হয়ে কেতে পয়সা পত্র কাଣା কথা বলে কহিলে তারপরে বোধে বাহার আমার স্টাফ যেন মানে দেখছেন সে আকাউন্ট সেকশন সে 10-12,000 টাকা লাগবা বলে কহিলে এনএসসি রয়েছে জিনিসটা বড় নিশা করা হয়েছে তো সেই হিসাবে সে তারপরে সে আমার না পাকে না আসি সে কেনকে কলে কি জানিছে আমি না জানি তারপরে চিকিৎসা অবহেলা আমার নাই হে কেনি কিসমে কেন অল্ট্রাসাউন্ড করিছু 2 বজে আমি আসছন ডক্টর সাଙ୍ଗে সাঙ্গে তার অল্ট্রাসাউন্ড করিছু তারপরে আমি তার খোঁজ খবর নাই তারপরে পছে জানলু যে সে খেদাপালি গলে খেদাপালিরু যদি আমি রেফর করে আমার পাখে রেফরাল ইয়ে থিতা না রেফরাল নোট বি থিতা আমি রেফর ফর নাই করি কিছু তাকে আর আমি নিজে কথা হয়েছিলু যে তাকে আমি কর্ম কেস বলিকি তারপরে সে আমার পাখে না আসি তারপরে আমি জানলু যে কেসর ডেথ হয়েছে বলে 2 দিন 3 দিন পরে জানলু যে নাই সে কথা মুই কହୁଛେ 9:30 বজে 9-9:30 বজে আসলে সে তারপরে তাকে কুହାହେଇଥିଲା যে ডক্টর এন্তা গোটে ইস্যু আছে তাঁর ভাইর ইস্যু আছে সে কিশোরী এডমিট ହେଇକି ଅଛନ୍ ଆପଣ ଚାହିଁଲେ ବି ଦେଖିପାରିବେ ସେ କିଶୋରୀ ଏଡ଼ମିଟ୍ ହୋଇଛନ୍ ତାରପରେ ସେ କହିଲେ ନାଇଁ ମୁଁ ଡକ୍ଟରଙ୍କୁ ଦେଖିକିରି ଯିମି ଡକ୍ଟରକୁ ଆସିଲେ ଯେତେବେଳେ ତାଙ୍କର ସାଙ୍ଗେ ସାଙ୍ଗେ ଅଲ୍ଟ୍ରାସାଉଣ୍ଡ କରିଥିଲେ ହଁ ନିଶ୍ଚିତ ଭାବେ ତଦନ୍ତ ସାମ୍ନା କର୍ମା ଏଇଟା ଗୋଟେ ଫଲ୍ସ ଆଲିଗେସନ୍ ଭଳିଆ ଲାଗୁଛି ମୋତେ ତ ନିଶ୍ଚିତ ଭାବେ ଜିଲ୍ଲାପାଳ ଯେତେବେଳେ ଡାକିବେ ଆମେ ରେଡ଼ି ଅଛୁ ଇନକ୍ୱାରି ଲାଗି। ବରଗଡ଼ରୁ ସୁଶୋଭନ ଦାସଙ୍କ ରିପୋର୍ଟ ଏୱାନ୍ ଓଡ଼ିଆ।